ତୁମେ ଯଦି ବାବା ବୋଲି ମତେ ସମ୍ବୋଧନ କର, ମୋର ପୁଅକୁ ମୁଁ ସଚୋଟ ନ କରିଥିବାରୁ ସେ ବେଶ୍ୟାଳୟକୁ ଆସେ, ତାହେଲେ ମୋର ଏଇ ପୁଅର ପାପ କର୍ମ କାହିଁ ବାପା ହିସାବରେ ମୁଁ କଣ ପ୍ରାୟଶ୍ଚିତ କରିବା ଉଚିତ ନୁହେଁ? ତାହେଲେ ପାପୀକୁ ଉଦ୍ଧାର କରିବା ପାଇଁ, ତାର ପାପ କାମରୁ ନିବୃତ୍ତ କରିବା ପାଇଁ ନିଜେ ଯେ ଚପଲ ପାହାର ଶୋଇ ପାରନ୍ତି ଏବଂ ପାପୀ ମାନଙ୍କ ପାଖରେ ସଙ୍ଗରେ ଯାଇ ବନ୍ଧୁ ଭାବରେ, ସାଙ୍ଗ ଭାବରେ, ସଖା ଭାବରେ ହୃଦୟତାର ସହିତ ଲୋକକୁ ଫେରେଇ ଦିଅନ୍ତି। ଏ ଯେ ପ୍ରିୟ ପରମ ପରମ ଦୟାଲ ଶ୍ରୀ ଶ୍ରୀ ଠାକୁର, ଯାହାଙ୍କର 81 ବର୍ଷ ଜୀବନ କାଳ କେବଳ ତିଳ ତିଳ କରି ମଣିଷ ମାନଙ୍କୁ ଉଦ୍ଦେଶ୍ୟରେ ଆମ ମାନଙ୍କ ପରି ଏଇ ପାପ ତାପରେ ପରିପୂର୍ଣ୍ଣ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଯିଏ ଯାହାର ଜୀବନକୁ ତିଳ ତିଳ ଜାଳିଛନ୍ତି, ସେଇ ତ୍ରାଣକର୍ତ୍ତା ବିଶ୍ୱକର୍ତ୍ତା ସେ ହଉଛନ୍ତି ପୁରୁଷୋତ୍ତମ, ଯୁଗେ ଯୁଗେ ଯେତେବେଳେ ଆସିଛନ୍ତି ତାଙ୍କର ପଟାନ୍ତର ନାହିଁ। ସେଦିନ ମନେ ପଡିଯାଉଛି ଏଇ ଯେ ପାପୀ ମଣିଷଟି ଯେତେବେଳେ ତାଙ୍କ ପ୍ରତି ଭଲ ପାଇବା ହୁଏ, ଅନୁରାଗ